ପ୍ରଶ୍ନ 1 ଅକ୍ଷରଗୁଡ଼ିକୁ ସଜାଡ଼ି ଠିକ୍ ଶବ୍ଦଟି ଲେଖ। ଅମୂଳ ଚୂଳ। ପ୍ରଶ୍ନ 2 ବନାନ ଠିକ୍ ଥିବା ଶବ୍ଦକୁ ବାଛି ଲେଖ। ପ୍ରସିଦ୍ଧ। ପ୍ରଶ୍ନ 3 କେଉଁ ଶବ୍ଦଟି ଯତ୍ନର ବିପରୀତ ଅର୍ଥବୋଧକ ଶବ୍ଦ ଅଟେ? ଅଯତ୍ନ। ପ୍ରଶ୍ନ 4 ବିଜ୍ଞାନ ଶବ୍ଦକୁ ନେଇ ଗୋଟିଏ ବାକ୍ୟଟିଏ ଗଢ଼। ବିଜ୍ଞାନ ମଣିଷକୁ ମହାକାଶରେ ପହଞ୍ଚାଇ ପାରିଛି। ପ୍ରଶ୍ନ 5 ଓ ଅଣ ଯୋଗ କରି ଶବ୍ଦଟିକୁ ତଳ କୋଠରୀରେ ଲେଖ। ଓସାରିଆ, ଅଣ ଓସାରିଆ। ପ୍ରଶ୍ନ 6 ଯେପରି ପୀଡ଼ାରୁ ପୀଡ଼ିତ ହୁଏ ସେହିପରି କଥନ ଶବ୍ଦଟି କ'ଣ ହେବ? ତଳ କୋଠରୀରେ ଲେଖ। କଥିତ। ପ୍ରଶ୍ନ 7 ଦିଆଯାଇଥିବା ଶବ୍ଦ ସହିତ ଉପଯୁକ୍ତ ଶବ୍ଦ ବସାଇ ଯୁଗ୍ମ ଶବ୍ଦଟିଏ ଗଢ଼। ହାନି, ହାନି ଲାଭ। ପ୍ରଶ୍ନ 8 ପୁରୁଷର ବିପରୀତ ଲିଙ୍ଗ ଶବ୍ଦଟି ତଳ କୋଠରୀରେ ଲେଖ। ସ୍ତ୍ରୀ। ପ୍ରଶ୍ନ 9 ବନ୍ଦନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ନେଇ ଠିକ୍ ଉତ୍ତରଟି ଲେଖ। ମାଡ଼ାମ କ୍ୟୁରୀ ଡେସ୍ ଭାବେ ପାରଦର୍ଶିତା ଦେଖାଇଥିଲେ? ମାଡ଼ାମ କ୍ୟୁରୀ ବୈଜ୍ଞାନିକ ଭାବେ ପାରଦର୍ଶିତା ଦେଖାଇଥିଲେ। ପ୍ରଶ୍ନ 10 ତଳେ ଦିଆଯାଇଥିବା ଅନୁଚ୍ଛେଦଟିରେ ଉପଯୁକ୍ତ ବିରାମ ଚିହ୍ନର ବ୍ୟବହାର କର। ହେ ମୋର ପ୍ରିୟ ଶିଶୁ, ତୁମେ ଖେଳିବାକୁ ଭଲ ପାଅ, ଗପ ଶୁଣିବାକୁ ଭଲ ପାଅ। ଆଜି ତୁମ ପାଠ ବହିରେ କେତେ ଗପ, କେତେ ଖେଳର କଥା ଅଛି, ଅଥଚ ତୁମେ ତାହା ଛାଡ଼ି ଅଯଥାରେ ସମୟ ନଷ୍ଟ କରୁଛ କାହିଁକି?